ବହୁ ପ୍ରତି ଶାଶୁଙ୍କ କର୍ତ୍ତବ୍ୟ। ନୂଆ ବୋହୂଟିର ଖାଇବା ପିଇବା ଓ ବିଶ୍ରାମ ନେବାରେ ଯେପରି କୌଣସି ବ୍ୟତିକ୍ରମ ନ ଘଟେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ବୋହୂକୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ। ପୁଅ ବୋହୂ ନିଜ ମଧ୍ୟରେ ଖୁସି ଗପ କଲେ ବିରକ୍ତ ହୋଇ ମୁହଁ ଛିଞ୍ଚାଡ଼ନ୍ତୁ ନାହିଁ, ବରଂ ଖୁସି ହୁଅନ୍ତୁ। ବିବାହ ପରେ ପରେ ପୁଅ ବୋହୂଙ୍କୁ କୌଣସି ପର୍ଯ୍ୟଟନ ସ୍ଥଳୀକୁ କିଛି ଦିନ ରହିବା ପାଇଁ ପଠାଇ ଦିଅନ୍ତୁ। ବୋହୂର ଦେହ ଅସୁସ୍ଥ ହେଲେ କାମ କରିବାକୁ ବାଧ୍ୟ ନ କରି ବିଶ୍ରାମ ନେବାର ସୁଯୋଗ ଦିଅନ୍ତୁ ଓ ଚିକିତ୍ସାର ବ୍ୟବସ୍ଥା କରନ୍ତୁ। ବୋହୂ ଆଗରେ ଯୌତୁକ ପ୍ରସଙ୍ଗ ଆଲୋଚନା କରନ୍ତୁ ନାହିଁ କିମ୍ବା ତାଙ୍କୁ ଏଥିପାଇଁ ଗଞ୍ଜଣା ଦିଅନ୍ତୁ ନାହିଁ। ବୋହୂର ଦୋଷ ତ୍ରୁଟି ପାଇଁ ତାକୁ ହଠାତ୍ ଗାଳି ନ ଦେଇ ଧୀର ଭାବରେ ବୁଝାଇ ଦିଅନ୍ତୁ। ଘରର ଚଳଣି ସମ୍ପର୍କରେ ତାଙ୍କୁ ପରାମର୍ଶ ଦିଅନ୍ତୁ। ବୋହୂ ସକାଳୁ ନ ଉଠିଲେ ତାକୁ ଉଠାଇ ଦେବେ। ବେଶୀ ସମୟ ନ ଶୋଇବା ପାଇଁ ଉପଦେଶ ଦେବେ। ଅକର୍ମ ଅକର୍ମକୁ ପ୍ରାୟତଃ କର୍ମର ଅଭାବ ବା ଅଶୁଭ କର୍ମ ବୋଲି କୁହନ୍ତି, କିନ୍ତୁ ଶ୍ରୀକୃଷ୍ଣ ଅକର୍ମର ଏକ ନୂତନ ବ୍ୟାଖ୍ୟା ପ୍ରଦାନ କରି କହନ୍ତି ଯେ ଯେଉଁ କର୍ମ କଲାବେଳେ କର୍ତ୍ତା ହଳାସକ୍ତ ନ ହୋଇ ନିଜକୁ ଅକର୍ତ୍ତା ଭାବି ଚିତ୍ତ ଶୁଦ୍ଧି ଏବଂ ଈଶ୍ୱରଙ୍କ ନିମିତ୍ତ କରୁଛି ବୋଲି ଭାବି କର୍ମ କରେ ତାକୁ ଅକର୍ମ ବା ନିଷ୍କାମ କର୍ମ କୁହାଯାଏ। କର୍ତ୍ତବ୍ୟ କର୍ମ ଯେଉଁ କର୍ମ ଦ୍ୱାରା ମନୁଷ୍ୟର ବିକାଶ ସମ୍ଭବ ତାହା ହେଉଛି କର୍ତ୍ତବ୍ୟ କର୍ମ। କର୍ତ୍ତବ୍ୟ କର୍ମ ତିନି ପ୍ରକାରର: ନିତ୍ୟ କର୍ମ, ନୈମିତିକ କର୍ମ ଏବଂ କାମ୍ୟ କର୍ମ। ଦୈନନ୍ଦିନ କର୍ମକୁ ନିତ୍ୟ କର୍ମ କୁହାଯାଏ। ଯେଉଁ କର୍ମ କୌଣସି ଏକ ବିଶେଷ ଉପଲକ୍ଷେ କରାଯାଏ ତାହା ନୈମିତିକ କର୍ମ। କାମନା ପ୍ରଣୋଦିତ କର୍ମକୁ କାମ୍ୟ କର୍ମ କୁହାଯାଏ। ଧନ ଆଉ ଲୁଣ ଭିତରେ କିଛି ଫରକ ନଥାଏ, କାହିଁକି ନା ଖାଦ୍ୟରେ ଲୁଣ ଅଧିକ ହେଲେ ଖାଦ୍ୟରୁ ସ୍ୱାଦ ଚାଲିଯାଏ, ଆଉ ଜୀବନରେ ଧନ ଅଧିକ ହେଲେ ଜୀବନରୁ ସୁଖ ଶାନ୍ତି ଦୂରେଇ ଯାଏ। ପୃଥିବୀରେ ନାରୀ ହେଉଛି ସ୍ରଷ୍ଟାଙ୍କର ସବୁଠାରୁ ସୁନ୍ଦର ସୃଷ୍ଟି। ନାରୀ ହେଉଛି ପ୍ରକୃତି ଓ ପୁରୁଷ ହେଉଛି ଶକ୍ତି। ଉଭୟଙ୍କ ମିଳନରୁ ନୂତନ ଜୀବନ ସୃଷ୍ଟି ହୋଇଥାଏ। ଜଣକୁ ବାଦ ଦେଇ ଅନ୍ୟ ଜଣକର ପରିକଳ୍ପନା କରାଯାଇପାରେ ନାହିଁ। ପରିବାରରେ ଓ ସମାଜରେ ନାରୀ ଓ ପୁରୁଷ ଉଭୟଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ନ ରହିଲେ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।